ବର୍ତ୍ତମାନ ଗୁଟକା ଏବେ ସବୁଆଡ଼େ ବ୍ୟାନ୍ ହେବାକୁ ଲାଗିଲାଣି। ମାନେ ଗୁଟକା ବୋଲି ଯାହା ବି କିଛି ଯେଉଁ ଗୁଟକା ସଫଲ ହଉ ବାହାର ହଉ କି କେତେ ପ୍ରକାର ଅଛି ଯାହା ବି କିଛି ହଉ ସବୁକିଛି ଏବେ ବ୍ୟାନ୍ ହେବାକୁ ଲାଗିଲାଣି। ଆଉ ଭାଇ ଗୋଟେ କଥା ତ ସିଓର, ଯେଉଁମାନେ ଗୁଟକା ବିକୁଛନ୍ତି ଭାଇ ସେମାନେ କିନ୍ତୁ ବଡ଼ ଲୋକ ହେଇଯିବେ। ଏଇ ମାନେ ମାସେ ଦୁଇ ମାସ ଭିତରେ ଭାଇ ବହୁତ ଧନୀ ଲୋକ ହେଇଯିବେ। କାହିଁକି ନା ଗୁଟକାର ରେଟ୍ ଥିଲା 5 ଟଙ୍କା, ଆଉ ଏବେ ଯେହେତୁ ସବୁଆଡ଼େ ବ୍ୟାନ୍ ହେବାକୁ ଲାଗିଲାଣି ଗୁଟକା, ତ ଯେଉଁମାନେ ଆଣିକି ଆଗରୁ ଷ୍ଟ୍ରକ୍ ରଖିଥିଲେ ସବୁ, ସିଏ ଭାଇ ଗୋଟେ ଗୁଟକାକୁ 5 ଜାଗାରେ 10 ଏବେ ବିକା ହେଲାଣି। ଆଉ ବର୍ତ୍ତମାନ ପାଇଁକା ସବୁ ଗୁଟକା ମାନେ ଯେଉଁମାନେ ବିକୁଛନ୍ତି ଭାଇ ସମସ୍ତେ ଏବେ ବଡ଼ ଲୋକ ହେଇଯିବେ। ତ ଆଉ ଗୋଟେ କଥା, ଆଉ ଗୁଟକା କମ୍ପାନୀ ବାଲାଙ୍କୁ ମାନେ ଡାଉନ୍ କରିକି ଗୁଟକା ବେପାରୀମାନଙ୍କୁ ଉପରକୁ ଉଠେଇବାର ହାତ କାହାର ଅଛି? ମାନେ ଏ ଯେଉଁ ପ୍ରୋସେସଟା ହେଲା ଏଥିରେ ହାତ କାହାର ଅଛି? ତ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାଇବେ। ଆଉ ଏଥିପାଇଁକା ଦାୟୀ କିଏ? ଆପଣମାନଙ୍କୁ ଗୋଟେ କୋଶ୍ଚିନ୍ ରହିଲା, ଏଥିପାଇଁକା ଦାୟୀ କିଏ? ତ କମେଣ୍ଟ ବକ୍ସ ଖୋଲା ଅଛି, ଆପଣମାନେ ନିଶ୍ଚିନ୍ତ ଜଣାଇବେ। ଜୟ ଜଗନ୍ନାଥ।